ମୋ ନାଁ ହେଉଛି ଗୋପାଳ ଚନ୍ଦ୍ର ଦାସ। 4 ନଭେମ୍ବର 25 ତାରିଖରେ ହାଓଡ଼ା ଗଙ୍ଗା ନଦୀରୁ ମୋ ବାବାଙ୍କୁ ପାଏ। ତାପରେ ମୁଁ ଘରକୁ ନେଇକି ବାବାଙ୍କୁ ପ୍ରତିଷ୍ଠା କଲି। ପ୍ରତିଷ୍ଠା କଲା ପରେ ସମସ୍ତେ ଆସିକି ପହଞ୍ଚିଲେ ବାବାଙ୍କୁ ନେଇଯିବା ପାଇଁ। ତେଣୁ ବାବା ତ ଆଉ ଗଲେ ନାହିଁ। ଆଉ ସମସ୍ତେ କହିଲେ ଆପଣ ଜାଗା କିଛି ଦିଅନ୍ତୁ, ଆମେ ମନ୍ଦିର କରିଦେବୁ। ସେଇଠୁ ମୋ ମାଆ 4 ଡିସମିଲ୍ ଜାଗା ମନ୍ଦିର କରିବାକୁ ଦେଲେ। ତାପରେ ଟ୍ରଷ୍ଟି ହେଲା। ଟ୍ରଷ୍ଟି ହେଲା ପରେ ମନ୍ଦିର ଆରମ୍ଭ ହେଲା 2006ରେ ମନ୍ଦିର ଅକ୍ଷୟ ତୃତୀୟା ଦିନ ଶୁଭ ଦିଆ ହେଲା। 2007 ଅକ୍ଷୟ ତୃତୀୟା ଦିନ ମନ୍ଦିର ପ୍ରତିଷ୍ଠା ହେଲା। ବାବାଙ୍କର ପୂଜା ନୀତି କେମିତି କ'ଣ? ପୂଜା ନୀତି ସକାଳେ ଭୋର 6ଟାରେ ହେଉଛି ମଙ୍ଗଳ ଆଳତୀ, 7ଟାରେ ବାଲ୍ୟ ଭୋଗ, 12ଟାରେ ଅନ୍ନ ଭୋଗ, 5ଟାରେ ସନ୍ଧ୍ୟା ଆଳତୀ, ରାତିରେ ଶୟନ ଆଳତୀ। ମୁଖ୍ୟ ପୂଜା କ'ଣ ହୁଏ? ମୁଖ୍ୟ ଏକାଦଶୀ। କେମିତି କ'ଣ ମହିମା ଅଛି ବାବାଙ୍କର? ମହିମାଟା ମୁଁ ତ କହିବା ଠିକ୍ ନୁହେଁ। ଯେଉଁ ଭକ୍ତମାନେ ଅଛନ୍ତି ସେମାନଙ୍କୁ ପଚାରିବା ଠିକ୍। କାହିଁକି ବାବାଙ୍କ କତିକି ନଡ଼ିଆ ଗୋଟେ ପଇସା ବସେଇକି ଦେଇକି ଯାଉଛନ୍ତି, ତାଙ୍କ ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ ହେଉଛି। ଏଇଟା କିନ୍ତୁ ମୋର ବିଶ୍ୱାସ। ଏଠିକାର ସମ୍ପୂର୍ଣ୍ଣ ଆଡ୍ରେସଟା କ'ଣ? ଏଇଟା ହେଉଛି ଭଣ୍ଡାରୀପଡ଼ା ଧୂସୁରୀ, ଭଣ୍ଡାରୀପଡ଼ା ଦାସସାହି। ଏଠିକାର କ'ଣ ମୁଖ୍ୟ ସମସ୍ୟା କ'ଣ ଅଛି ଯାହାକି ମୁଖ୍ୟ ସମାଜ ଆମ ଗାଁକୁ ଗୋଟେ ପୋଲ ବି ନାହିଁ, ଲାଇଟ୍ ନାହିଁ। ପୋଲ ନହେଲେ କିନ୍ତୁ ଭକ୍ତ ଗାଡ଼ି ନେଇକି ଆସୁଛନ୍ତି। ଅନେକ ଭକ୍ତ ଆସୁଛନ୍ତି। ଏଇ ଏକାଦଶୀ ଦିନ 9-10 ହଜାର ଲୋକ ହେଇଥିଲେ, କିନ୍ତୁ ଗାଡ଼ି ସବୁ ବାହାରେ ରହିଲା, କିନ୍ତୁ ଗାଡ଼ି ଭିତରକୁ ଆସିପାରୁନାହିଁ। ପୋଲ ସମ୍ପୂର୍ଣ୍ଣ ଭୁଷୁଡ଼ି ଯାଇଛି। ଏହି ବିଷୟରେ ସୂର୍ଯ୍ୟବଂଶୀକୁ ଆମେ କହିଥିଲୁ। ସେ କହିଲେ ଆମେ କରିଦେବୁ ବୋଲି, କିନ୍ତୁ ସେ ପାଣି ସମସ୍ୟା ଥିଲା, କିନ୍ତୁ ଟିକଲଟେ କରିଦେଇଛନ୍ତି, କିନ୍ତୁ ରାସ୍ତାଟା ନାହିଁ। ଆପଣ କ'ଣ ଅନୁରୋଧ କରିବାକୁ ଚାହିଁବେ? କିନ୍ତୁ ଗୋଟେ ଅନୁରୋଧ ହେଉଛି ଆମ ଗାଁକୁ ଗୋଟେ ପୋଲ କରିଦିଅନ୍ତୁ। ଆପଣଙ୍କର ଅନୁଭୂତି କ'ଣ ଅଛି ବାବାଙ୍କ ବିଷୟରେ? ଅନୁଭୂତି ବାବା ମୋର ନିଶ୍ୱାସ, ମୋର 4ଟା ନାତୁଣୀ। ମୁଁ ନିଜେ କହିବି କ'ଣ ବାବା, ମୋତେ ଗତ ବର୍ଷ ମୁଁ ମରିଯାଇଥିଲି, କାଠ ଛେରା ହେଇଥିଲା। ସମ ହସ୍ପିଟାଲ ବାବା ଯାଇକି ମୋତେ ନିଜେ ଭଲ କରିକି ଆଣିଲେ ଡକ୍ଟର ରୂପ ହେଇକି। ତାର ମୋର 4ଟା ନାତୁଣୀ। ମୁଁ କହିନି ତୋ ମଲା ପରେ ତୋ ପୂଜା କରିବ କିଏ? ଆଉ ଲାଷ୍ଟକୁ ମୋ ନାତି କିଏ ଦେଇଛି ଦେଖନ୍ତୁ, ବାବା ନାତି କିଏ ହେଇଛି। ଏକଦମ ତା ଆଖି, ତା ଫେସ୍ କଟିଂ ସବୁ ବାବାଙ୍କ ଭଳିଆ। ଆଉ ମୁଁ ତ ଆଗେ ଉପକୃତ ହେଇଛି, ୟାଠାରୁ ବଡ଼ ଜିନିଷ ଆଉ କ'ଣ? କେଉଁଠୁ ପାଇଥିଲେ, କେମିତି ପାଇଲେ ବାବାଙ୍କୁ? ପାଇଲି ବା 2004 ନଭେମ୍ବର 25 ତାରିଖ ସନ୍ଧ୍ୟାବେଳେ ହାଓଡ଼ା ଗଙ୍ଗା ନଦୀରୁ। ହଁ, ସେ କାଠ ବାକ୍ସଟା ଗୋଡ଼ରେ ବାଜିଲା ପରେ ମୁଁ ଉଠେଇଲି। ଉଠେଇକି ଦେଖିଲା ବେଳକୁ ଖାଟୁଶ୍ୟାମ ବାବା ବୋଲି ମୁଁ ଜାଣିଥିଲି ନାହିଁ। ତାପରେ ମୁଁ ଲୋକଙ୍କୁ ପଚାରିଲା ବେଳକୁ ମନ୍ଦିର ଆଖପାଖ ମନ୍ଦିରକୁ ଯାଇକି ବୁଝିନି ଖାଟୁଶ୍ୟାମ ବାବା ମନ୍ଦିର। କେବେ ସ୍ୱପ୍ନାଦେଶ ହେଇଛନ୍ତି? ଆଜ୍ଞା, ଯେଉଁଦିନ ପାଇଥିଲି ସେଇଦିନ ହେଇଥିଲା। ଖଟୁଶ୍ୟାମ ବାବାଙ୍କର ପ୍ରକୃତ ପରିଚୟଟା ସେଇଟା ବହୁତ ଲୋକ ଜାଣିବି ନାହାନ୍ତି। ଆକ୍ଚୁଆଲି ଖଟୁଶ୍ୟାମ ବାବା କିଏ, କ'ଣ? ଖଟୁଶ୍ୟାମ ବାବା ହେଉଛି ଆପଣ ବେଳାର୍ସନ୍। ସେ ଯେମିତି ମହାଭାରତ ଯୁଦ୍ଧ ବେଳେ କଟମୁଣ୍ଡ ଯୋଟା ପାହାଡ଼ ଉପରେ ଶ୍ରୀକୃଷ୍ଣ ନେଇଥିଲେ ତାଙ୍କ ପାଖରୁ ବରଦାନ ବିଷୟରେ, ସେଇ ମହାଭାରତ ଯୁଦ୍ଧ କିଏ କରିଛନ୍ତି, କ'ଣ କରିଛନ୍ତି ପଚାରିଲା ବେଳକୁ ସେ କହିଲା ସବୁ କିଏ କିଛି କରିନାହାନ୍ତି, ସବୁ ସୁଦର୍ଶନ ଚକ୍ର କାଟିଛି। ସେଇଠୁ ଭୀମ ଗୋଟେ ତାକୁ ଚାପୁଡ଼ ପଡ଼ିଲା ପରେ ଶାମକୁଣ୍ଡରେ ଯାଇକି ସେ ପଡ଼ିଲେ। ସେଇଠୁ ଖାଟୁ ରାଜାକୁ ସ୍ୱପ୍ନ କରତେ ହେଲା। ଖାଟୁ ହେଇକି ସେଠୁ ଖାଟୁ ରାଜା ଶ୍ୟାମ ବାବା ବୋଲି ପରିଚୟ ହେଲା ରାଜସ୍ଥାନ। ତେବେ ଏଇ ଯେଉଁ ଉନ୍ନତିକରଣ କାମ ହେଇଛି ସବୁ ଭକ୍ତ ଟ୍ରଷ୍ଟିରେ, ବାହାରେ କିଛି ଡୋନେଟ୍ ନାହିଁ, ଗାଁ ସାହି ପଡ଼ିଶା କିଛି ଡୋନେଟ୍ ନାହିଁ। ସୁଧ ଯିଏ ଆମ ଟ୍ରଷ୍ଟିର ମେମ୍ବର ଅଛନ୍ତି ତାଙ୍କରି ଦ୍ୱାରା ସବୁ। ନା, ସରକାର ପକ୍ଷରୁ କିଛି ଆମର ଆସିନି। ଆମେ କିନ୍ତୁ ତ ଟ୍ରଷ୍ଟି କରିଦେଇଛୁ, କିଛି ଏପର୍ଯ୍ୟନ୍ତ ଆସିନି। ଆପଣ କ'ଣ ଚାହୁଁଛନ୍ତି? ସରକାରକୁ ବି ଚାହୁଁଛି ଯଦି ମନ୍ଦିରକୁ ଟିକେ ଭଲ ଉନ୍ନତିକରଣ କରନ୍ତି, ତାହେଲେ ଏଠି ଗୋଟେ ଭଲ ଟୁରିଷ୍ଟ ଜାଗା ଟାଇପ୍ରେ ଏଠି ବି ହୁଅନ୍ତା। ଏଇଟା ସବୁଠାରୁ ବଡ଼ ଜିନିଷ। ଏଠି ଭକ୍ତ ରହିବା ପାଇଁ ଘର କରାହେଇଛି, ଆଉ କିଛି ଅସୁବିଧା ନାହିଁ। ଆଉ କହୁଛି ମନ୍ଦିର ଯିଏ ଆସିଲେ ନନା କି ଦକ୍ଷିଣା ମାଗିବ, ପଇସା ମାଗିବ, ସେ ବିଷୟରେ କିଛି ନାହିଁ। ଯିଏ ଯାହା ଦେବ ସେଇଟା ଯଥେଷ୍ଟ।